ଦ୍ୱାଦଶ ରାଶିଚକ୍ରର ସବା ଶେଷ ରାଶି ମୀନ ରାଶିରେ ଗୋଚର କରୁଥିବା ଶନି ମହାଗ୍ରହ ଆସନ୍ତା 2025 ମସିହା ଜୁଲାଇ ମାସ 13 ତାରିଖ ଠାରୁ ମୀନ ରାଶିରେ ବକ୍ର ଭାବରେ ଅର୍ଥାତ୍ ଓଲଟା ଗତିରେ ଗତି କରିବେ। ଶନି ମହାଗ୍ରହଙ୍କର ମୀନ ରାଶିରେ ଏହି ଓଲଟା ଗତି ଦୀର୍ଘ 138 ଦିନ ପର୍ଯ୍ୟନ୍ତ ଜାରି ରହିବ। ଶନି ଗତ ମାର୍ଚ୍ଚ ମାସ 29 ତାରିଖ ଠାରୁ ମୀନ ରାଶିରେ ପ୍ରବେଶ କଲା ପରେ ମେଷ ରାଶିର ଶନି ସପ୍ତା ବା ଶନି 7.5 ଆରମ୍ଭ ହୋଇଯାଇଛି। ମେଷ ରାଶି ଅର୍ଥାତ୍ ଜନ୍ମ ସମୟରେ ଯେଉଁ ବ୍ୟକ୍ତିଙ୍କର ଜାତକରେ ଚନ୍ଦ୍ର ମେଷ ରାଶିରେ ରହିଥିବ ତାଙ୍କର ମେଷ ରାଶି ବୋଲି କୁହାଯାଇଥାଏ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଜଗତରେ ରାହୁ ଓ କେତୁ ଗ୍ରହଦ୍ୱୟ ସର୍ବଦା ବକ୍ର ଭାବରେ ଗମନ କରିଥାନ୍ତି। ଗ୍ରହ ଜଗତର ରାଜା ଓ ରାଣୀ ରୂପେ ପରିଗଣିତ ସୂର୍ଯ୍ୟ ଓ ଚନ୍ଦ୍ର ସର୍ବଦା ସିଧା ଗତିରେ ଗମନ କରିଥାନ୍ତି, କିନ୍ତୁ ବାକି 5ଟି ଯାକ ଗ୍ରହ ଶନି, ବୃହସ୍ପତି, ଶୁକ୍ର, ମଙ୍ଗଳ ଓ ବୁଧ ମହାଗ୍ରହ ସମୟ ସମୟରେ ବକ୍ରୀ ହୋଇଥାନ୍ତି ବା ଓଲଟା ଦିଗରେ ଗମନ କରିଥାନ୍ତି। ଏହାର ଅର୍ଥ ନୁହେଁ ଯେ ଗ୍ରହଗୁଡ଼ିକ ଓଲଟା ଦିଗରେ ଗତି କରିଥାନ୍ତି। ପ୍ରକୃତ କଥା ହେଲା ଏହି ସମୟରେ ଏହି ଗ୍ରହଗୁଡ଼ିକ ପୃଥିବୀର ନିକଟତମ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହଗୁଡ଼ିକ ବକ୍ରୀ ଅବସ୍ଥାରେ ଗମନ କଲେ ଦେଉଥିବା ଫଳଠାରୁ 2 ଗୁଣ ଅଧିକା ଫଳ ପ୍ରଦାନ କରିଥାନ୍ତି। ଶୁଭ ଗ୍ରହ ଶୁଭ ଫଳ ପ୍ରଦାନ କରୁଥିବା ବେଳେ ଅଶୁଭ ଗ୍ରହ ଅଶୁଭ ଫଳ ପ୍ରଦାନ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନି ମହାଗ୍ରହଙ୍କୁ ନୈସର୍ଗିକ ଭାବେ ପାପୀ, କ୍ରୂର ଓ ଅଶୁଭ ଗ୍ରହ ବୋଲି ବର୍ଣ୍ଣନା କରାଯାଇଛି। ତା ସାଙ୍ଗକୁ ଶନିକୁ ନ୍ୟାୟପରାୟଣ ଓ କର୍ମଫଳଦାତା ବୋଲି ମଧ୍ୟ କୁହାଯାଇଥାଏ। ଶନି ସାମାନ୍ୟ ଟିକେ ଭୁଲ ପାଇଁ ବଡ଼ ଧରଣର ଦଣ୍ଡ ପ୍ରଦାନ କରିଥାନ୍ତି ତ ଭଲ କାମ ପାଇଁ ସେହିପରି ପୁରସ୍କୃତ ମଧ୍ୟ କରିଥିବା ଦେଖାଯାଏ। ଏହି ସମୟରେ ମେଷ ରାଶି ପାଇଁ ଶନି 7.5 ଭୋଗ ହେଉଥିବାରୁ ମୀନ ରାଶିରେ ବକ୍ରୀ ଶନି ମେଷ ରାଶି ପାଇଁ ତାଙ୍କର ଅଶୁଭ ଫଳ 2 ଗୁଣ ବଢ଼ାଇ ଦେବାର ସମ୍ଭାବନା ରହିଅଛି। ମେଷ ରାଶିର ବ୍ୟୟ ଭାବରେ ଅବସ୍ଥିତ ବକ୍ରୀ ଶନି ମେଷ ରାଶିର ବ୍ୟୟ ବା ଖର୍ଚ୍ଚର ପରିମାଣରେ ଅହେତୁକ ବୃଦ୍ଧି ଘଟାଇବେ। ଅନାବଶ୍ୟକ ଭାବେ ସଞ୍ଚିତ ଅର୍ଥ ଖର୍ଚ୍ଚ କରିସାରି ପରେ ମନସ୍ତାପ କରିବେ। ବାଣିଜ୍ୟ ବେପାର କରୁଥିଲେ ଲାଭରେ ଚାଲୁଥିବା ବ୍ୟବସାୟ କ୍ଷତିରେ ପରିଣତ ହେବ। ବାକି ନେଇଥିବା ବା ଉଧାର ନେଇଥିବା ବ୍ୟକ୍ତି ଟଙ୍କା ଫେରସ୍ତ ଦେବେ ନାହିଁ। ବେପାର କ୍ଷେତ୍ରରେ ମାନ୍ଦାବସ୍ଥା ଲାଗି ରହିବ। ଏପରି ମଧ୍ୟ ଅବସ୍ଥା ସୃଷ୍ଟି ହୋଇପାରେ ଯେ କରୁଥିବା ବାଣିଜ୍ୟ ବେପାର ବନ୍ଦ କରି ଅନ୍ୟ କିଛି ବ୍ୟବସାୟ କରିବା ପାଇଁ ମନ ମଧ୍ୟରେ ଚିନ୍ତା କରିପାରନ୍ତି। ଏହି ସମୟରେ ଯେତେ ଯାହା ଆୟ କଲେ ବି ବ୍ୟୟ ଅଧିକା ହେବାରୁ ସର୍ବଦା ନିଅଣ୍ଟିଆ ପରିସ୍ଥିତି ଲାଗି ରହିବ। ଯାତ୍ରା କରିବାର ଯୋଗ ରହିଥିଲେ ମଧ୍ୟ ଯାତ୍ରା କରିପାରିବେ ନାହିଁ। ବିଭିନ୍ନ କାରଣରୁ ଯାତ୍ରା ବିଳମ୍ବିତ ହେବ ଅଥବା ସ୍ଥଗିତ ହେବ। ଏହା ସାଙ୍ଗକୁ ଯାତ୍ରା ସମୟରେ ଦୁର୍ଘଟଣାର ସମ୍ଭାବନା ମଧ୍ୟ ଦେଖାଯାଏ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟଟି ଭଲରେ ନ ଯିବାର ବହୁତ ସମ୍ଭାବନା। ଚାକିରି କ୍ଷେତ୍ରରେ ସହକର୍ମୀମାନେ ଅସହଯୋଗ କରିବେ। ଏପରିକି
ଷଡ଼ଯନ୍ତ୍ରର ଶିକାର ମଧ୍ୟ ହୋଇପାରନ୍ତି। ତା ଛଡ଼ା ଚାକିରି କ୍ଷେତ୍ରରେ ସ୍ଥାନାନ୍ତରର ଯୋଗ ରହିଅଛି। ମେଷ ରାଶିର ଦ୍ୱାଦଶ ଭାବରେ ଗୋଚର କରୁଥିବା ବକ୍ରୀ ଶନି ମେଷ ରାଶି ଜାତ ବ୍ୟକ୍ତିଙ୍କର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମାଇ ଦେଇପାରନ୍ତି। ତେଣୁ ମେଷ ରାଶି ଜାତକଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ବକ୍ରୀ ଶନିଙ୍କର 138 ଦିନ ପର୍ଯ୍ୟନ୍ତ ରହଣି ସମୟରେ ମେଷ ରାଶି ଜାତ ବ୍ୟକ୍ତିଙ୍କର ପାଦରେ ଯନ୍ତ୍ରଣା ହୋଇପାରେ ଅଥବା ଗୋଡ଼ ଭାଙ୍ଗିଯିବା ଭଳି ଘଟଣା ଘଟିବାର ସମ୍ଭାବନା ରହିଅଛି। ବହୁମୂତ୍ର ବା ଡାଇବେଟିକ୍ ରୋଗ ଦେଖାଦେଇପାରେ। ବହୁମୂତ୍ର ରୋଗରେ ପୀଡ଼ିତ ମେଷ ରାଶି ଜାତ ବ୍ୟକ୍ତି ଏହି ସମୟରେ ନିୟମିତ ଚେକଅପ୍ରେ ରହିବା ଠିକ୍ ହେବ। ନଚେତ୍ ପାଦରେ ଘା ହୋଇ ଗାଙ୍ଗ୍ରିନ୍ ହେଲା ଭଳିଆ ଅବସ୍ଥା ସୃଷ୍ଟି ହୋଇପାରେ। ବିଭିନ୍ନ କ୍ରନିକ୍ ବା ଜଟିଳ ରୋଗରେ ପୀଡ଼ିତ ମେଷ ରାଶି ଜାତ ବ୍ୟକ୍ତି ଜୁଲାଇ 13 ତାରିଖ ଠାରୁ ନଭେମ୍ବର ମାସ 28 ତାରିଖ ପର୍ଯ୍ୟନ୍ତ 138 ଦିନର ସମୟ ସତର୍କତାର ସହିତ କାଟିବା ଉଚିତ ହେବ। ଏହି ସମୟରେ ମୀନ ରାଶିରେ ଗୋଚର କରୁଥିବା ବକ୍ରୀ ଶନି ମେଷ ରାଶି ଜାତ ବ୍ୟକ୍ତିଙ୍କୁ ଆହୁରି ଜଟିଳ ସମସ୍ୟା ଭିତରେ ପକାଇବାର ସମ୍ଭାବନା ରହିଥିବାରୁ ଏହି ସମୟରେ ଶନି ମହାଗ୍ରହଙ୍କର ପ୍ରତିକାର କରିନେବା ଉଚିତ ହେବ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ଶନିଜନିତ ପୀଡ଼ାରୁ ରକ୍ଷା ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମେଷ ରାଶି ଜାତ ବ୍ୟକ୍ତିଙ୍କର ଶନି ଜନିତ କଷ୍ଟ ଦୂର ହୋଇ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।